ରକ୍ଷକ ସାଜୁଛି ଭକ୍ଷକ, ପୁଣି ମାତୃତ୍ୱକୁ ନିନ୍ଦା। କନ୍ୟାରତ୍ନ ଅମୂଲ୍ୟ ତାର ଅବଦାନ। ନାରୀ ଓ ପୁରୁଷ ସମାଜର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଜଣଙ୍କ ବିନା ଆଉ ଜଣଙ୍କ ଅସ୍ତିତ୍ୱ ଅଦୃଶ୍ୟ। ସମାଜ ପାଇଁ ଉଭୟଙ୍କର ସମତୁଲ ଅବଦାନ ରହିଛି। ସୃଷ୍ଟିଚକ୍ର ଚାଲୁ ରହିବା ପାଇଁ ପୁଅଟିଏ ଭଳି ଝିଅଟିର ମଧ୍ୟ ସମାନ ଅବଦାନ ରହିଛି। ପରିବାରରେ ପୁତ୍ର ସନ୍ତାନଟିଏ ଜନ୍ମ ନେଲେ ଯେଉଁ ଉଲ୍ଲାସ ଖେଳି ଉଠେ, ସମାନ ଭାବେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ଉଲ୍ଲସିତ ହେବା ଉଚିତ। ତେବେ ଯାଇ ଏ ସମାଜ ଏକ ସୁସ୍ଥ ସମାଜରେ ପରିଗଣିତ ହେବ। କିନ୍ତୁ ବିଂଶ ଶତାବ୍ଦୀରେ ମଧ୍ୟ ଆଧୁନିକତାର ସର୍ବୋଚ୍ଚ ଶିଖରରେ ପହଞ୍ଚି ମଧ୍ୟ ମାନବ ସମାଜର ମାନସିକତା ଏତେ ନିମ୍ନଗାମୀ ହୋଇପାରେ, ନିଶ୍ଚିତ ଚିନ୍ତାର ବିଷୟ। ଏପରି ଏକ ଦୃଶ୍ୟ କଳାହାଣ୍ଡିରେ ଦେଖିବାକୁ ମିଳିଛି, ଯାହା ପାଇଁ ସମ୍ପୂର୍ଣ୍ଣ ସମାଜ ଲଜ୍ଜିତ। ନବଜାତ ଶିଶୁ କନ୍ୟାକୁ ଅଳିଆ ଗଦାରେ ଫିଙ୍ଗିଦେବା ଭଳି ଅମାନୁଷିକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଭାବିଲେ ମଧ୍ୟ ବିଶ୍ୱାସ ହେଉନାହିଁ। ଜିଲ୍ଲାର କଲମପୁର ଥାନା ଅନ୍ତର୍ଗତ ଭୁର୍ସିଗୁଡ଼ା ଗାଁର ଗୋଟିଏ ଖତଗଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ ଗତ ରାତିରେ ଗାଁର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିଲେ। ଏ ସମୟରେ ପାଖରେ ଥିବା ଏକ ଖତଗଦାରୁ ଏକ ଛୁଆର ବିକଳ କ୍ରନ୍ଦନ ଶୁଣିବାକୁ ପାଇଲେ। ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ, ସେହି ଦୃଶ୍ୟ ହୃଦୟ ବିଦାରକ ଥିଲା। ଏହା ଏକ ନବଜନ୍ମିତ ଶିଶୁକନ୍ୟା ନିଃସହାୟ ଭାବରେ ଖତଗଦାରେ ଅସୁରକ୍ଷିତ ଭାବରେ ପଡ଼ି ରହି ମରଣ ସହିତ ଯୁଝୁଥିଲା। ତୁରନ୍ତ ଗାଁର ଆଶା, ଅଙ୍ଗନବାଡ଼ି, ସ୍ଥାନୀୟ ପୋଲିସ, ସାମ୍ବାଦିକ, ସ୍ୱେଚ୍ଛାସେବୀଙ୍କୁ ଖବର ଦିଆଯାଇଥିଲା। ପରେ ଶିଶୁକନ୍ୟାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଶିଶୁର ଓଜନ 1200 ଗ୍ରାମ ଥିବାବେଳେ ତାହାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡ଼ିଛି। କିନ୍ତୁ କନ୍ୟାଙ୍କୁ ଜିଲ୍ଲା CWC ଓ ଚାଇଲ୍ଡ ପ୍ରୋଟେକ୍ସନ୍ ୟୁନିଟ୍କୁ ଅବଗତ କରାଯାଇଛି। ଅନ୍ୟ ପକ୍ଷରେ ଏହା ଅବୈଧ ସମ୍ପର୍କର ପରିଣତି ନା କନ୍ୟା ସନ୍ତାନ ପ୍ରାପ୍ତିର ଅବସାଦର ପରିଣତି ଜଣାପଡ଼ିନାହିଁ। କିନ୍ତୁ ଏପରି ଘୃଣ୍ୟ ମାନସିକତାରେ ଆଧୁନିକ ପିଢ଼ି ଗତି କରୁଛି, ଏହା କ'ଣ ଆମ ଭାରତୀୟ ସଂସ୍କାର, ଯାହା ପାଇଁ ସମଗ୍ର ପୃଥିବୀ ତାହା ପାଖରେ ନତମସ୍ତକ? ଏହି ବିଚାରଧାରାରେ ଆମେ ସମାଜକୁ କ'ଣ ସନ୍ଦେଶ ଦେଉଛୁ? ଆପଣମାନେ ଆତ୍ମଚିନ୍ତନ କରନ୍ତୁ। ବ୍ୟୁରୋ ରିପୋର୍ଟ, ଜନମତ ଟିଭି।